ଶ୍ରୀମା ଶ୍ରୀ ଅରବିନ୍ଦ ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ଅପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ମନୁଷ୍ୟ ଚେତନା ଦ୍ୱାରା ପରମ ପ୍ରେମ ବିକୃତ ହୋଇଯାଉଛି। ମନୁଷ୍ୟ ଚେତନା ଦ୍ୱାରା ପରମ ପ୍ରେମ ବିକୃତ ହୋଇଯାଉଛି। ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବରଗଡ଼ର ଚିତ୍ତ ଭାଇ ଚିତ୍ତରଞ୍ଜନ ସାହୁଙ୍କୁ ମୁଁ ଅନୁରୋଧ କରୁଛି। ଚିତ୍ତ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ଶ୍ରୀମାତା ଶରଣଂ ମମ, ଶ୍ରୀ ଅରବିନ୍ଦ ଶରଣଂ ମମ। ଆଜିର ଅନଲାଇନ ଶ୍ରୀ ଅରବିନ୍ଦ ପାଠଚକ୍ରରେ ଯୋଗଦାନ କରୁଥିବା ସମସ୍ତ ମାତୃପ୍ରେମ ଭାଇଙ୍କୁ ସାଦର ସପ୍ରେମ ନମସ୍କାର ସହ ପୁନଃ ସ୍ୱାଗତ କରୁଛି। ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ ପୂର୍ବକ ଆଜିର ସ୍ୱାଧ୍ୟାୟ ଏବଂ ଆଲୋଚନା ଆରମ୍ଭ କରିବା। ଆଜିର ଯେଉଁ ପ୍ରସଙ୍ଗ ତା ମାଙ୍କର ଗୋଟେ ବାଣୀ ଉପରେ ଆଧାରିତ। ଆମେ ଜାଣୁ ମା ଆଶ୍ରମରେ ଥିଲାବେଳେ ସାଧକମାନଙ୍କ ସହିତ ନିୟମିତ ଭାବରେ କଥୋପକଥନ କରୁଥିଲେ। ସାଧକମାନେ ବିଭିନ୍ନ ବିଷୟରେ ମାଙ୍କୁ ପ୍ରଶ୍ନ ପଚାରିଥାନ୍ତି ଏବଂ ମା ତାଙ୍କର ସ୍ୱଭାବ ସୁଲଭ ସ୍ନେହପୂର୍ଣ୍ଣ ଭଙ୍ଗୀରେ କରୁଣାର୍ଦ୍ର ହେଇକରି ସାଧକମାନଙ୍କୁ ସେମାନଙ୍କର ଚେତନାର ପ୍ରଗତି ନିମନ୍ତେ ଯଥାର୍ଥ ଉତ୍ତର ଦେଇଥାନ୍ତି। ଅନେକ ସମୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରି ତାର ଉତ୍ତର ଦେଇଥାନ୍ତି ଏବଂ ମାଙ୍କ ସହିତ ସେ ପ୍ରଶ୍ନୋତ୍ତର ସବୁ ପ୍ରକୃତରେ ଆମ ସମସ୍ତଙ୍କର ଜିଜ୍ଞାସା। ଯେଉଁ ସାଧକମାନେ ପ୍ରଶ୍ନ ପଚାରୁଥିଲେ ସେମାନେ ମଧ୍ୟ ଆମ ଭଳି ସାଧାରଣ ମଣିଷ ଥିଲେ। ସେମାନଙ୍କ ଭିତରୁ ଅନେକ ଚେତନାଗତ ଦୃଷ୍ଟିରୁ ଆହୁରି ଉଚ୍ଚତର ଚେତନାର ଅଧିକାରୀ ହେଇଥାଇପାରନ୍ତି। ଅନେକ ଥିଲେ ସାଧାରଣ ଚେତନା ସମ୍ପନ୍ନ। ସେ ଯାହା ବି ହଉ, ସେ ସମସ୍ତ ପ୍ରଶ୍ନ କୌଣସି ନା କୌଣସି ସମୟରେ ଆମ ଚେତନାରେ ମଧ୍ୟ ଉଙ୍କି ମାରିଥାନ୍ତି। ତେଣୁ ମାଙ୍କର ସେ ପ୍ରଶ୍ନୋତ୍ତର ସବୁ ଆମ ସମସ୍ତଙ୍କ ପାଇଁ ପ୍ରାସଙ୍ଗିକ। ଆମର ଜୀବନରେ ଏପର୍ଯ୍ୟନ୍ତ ଦେଖା ଦେଇଥିବା କିମ୍ବା ଆଗକୁ ଦେଖାଦେବାକୁ ଥିବା ଯାବତୀୟ ଦ୍ୱନ୍ଦ୍ୱ, ଯାବତୀୟ ସମସ୍ୟା ଏବଂ ସନ୍ଦେହର ସମାଧାନ କରିବ ମାଙ୍କର ଏହି ପ୍ରଶ୍ନୋତ୍ତର ସବୁ। 31 ଅକ୍ଟୋବର 1956 ଏହି ଦିନ ସାଧକମାନେ ମାଙ୍କୁ ଦିବ୍ୟ ପ୍ରେମ ସମ୍ପର୍କରେ ପ୍ରଶ୍ନ ପଚାରିଛନ୍ତି। ଏହି ପ୍ରସଙ୍ଗଟି ପ୍ରକୃତରେ ଆମେ ଆଲୋଚନା କରିଥିଲେ ଗତ 3 ତାରିଖରେ। ଦିବ୍ୟ ପ୍ରେମର ଅଭିବ୍ୟକ୍ତି ସମ୍ପର୍କରେ ଏବଂ ଆଜିର ଏହି ପ୍ରସଙ୍ଗଟି ମଧ୍ୟ ସେହି ପ୍ରସଙ୍ଗର ଗୋଟେ ଅନୁକ୍ରମ। ତାର ଅବଶିଷ୍ଟାଂଶ କହିଲେ କିଛି ଭୁଲ ହେବ ନାହିଁ। ସାଧକମାନେ ମାଙ୍କୁ ପ୍ରଶ୍ନ କରିଥିଲେ ଯେ ମା ଥରେ ସେମାନଙ୍କୁ କହିଥିଲେ କୌଣସି ସ୍ଥାନରେ ଯେ ଦିବ୍ୟ ପ୍ରେମର ଭାରଟିକୁ ସହ୍ୟ କରିପାରିବାକୁ ହେଲେ ପ୍ରଥମେ ଆମକୁ ଦିବ୍ୟ ହେବାକୁ ପଡ଼ିବ। यार अर्थ कौन? तार अर्थ कौन या जे मनुष्य प्रथमे दिव्य हेले
ତାପରେ ଦିବ୍ୟ ପ୍ରେମ ଏ ପୃଥିବୀରେ ଅବତରଣ କରିବ? ଏଇଟା ହେଉଛି ସାଧକମାନଙ୍କ ପ୍ରଶ୍ନ। ପ୍ରଶ୍ନଟି ମୁଁ ଆଉ ଥରେ କହିଦେଉଛି। ମା କହିଥିଲେ କୌଣସି ଜାଗାରେ ଯେ ଦିବ୍ୟ ପ୍ରେମର ଭାରଟିକୁ ସହ୍ୟ କରିବାକୁ ହେଲେ ମଣିଷକୁ ପ୍ରଥମେ ଦିବ୍ୟ ହେବାକୁ ପଡ଼ିବ। ସେ ପରମ ପ୍ରେମ ଯାହା, ଦିବ୍ୟ ପ୍ରେମ ତାହା, ଅର୍ଥାତ୍ ଭଗବାନଙ୍କର ପ୍ରେମ, ମାନୁଷୀ ପ୍ରେମ ନୁହେଁ। ମାନୁଷୀ ପ୍ରେମ ଠାରୁ ବହୁ ଗୁଣରେ ଉଚ୍ଚତର, ଶୁଦ୍ଧତର ହେଉଛି ପରମ ପ୍ରେମ ବା ଦିବ୍ୟ ପ୍ରେମ, ବା ପ୍ରେମର ଶୁଦ୍ଧତମ ରୂପ ବୋଲି କୁହାଯାଇପାରେ ତାକୁ। ସେଇ ଦିବ୍ୟ ପ୍ରେମ, ପରମ ପ୍ରେମକୁ ଗ୍ରହଣ କରିବା ପାଇଁ ମଣିଷକୁ ପ୍ରଥମେ ଦିବ୍ୟ ହେବାକୁ ପଡ଼ିବ। ଏ କଥା ଯେଉଁ ମା କହିଥିଲେ ତାର ଅର୍ଥ କଣ ଏଇଆ ଯେ ଆଗେ ମଣିଷ ଦିବ୍ୟ ହେବ, ତାପରେ ପରମ ପ୍ରେମ ଏ ଧରାପୃଷ୍ଠରେ ଅବତରଣ କରିବ? ତାର ଅର୍ଥ ଏଇଟା କି ବୋଲି ସାଧକମାନେ ପ୍ରଶ୍ନ କରୁଛନ୍ତି। ଏବଂ ମା କହିଛନ୍ତି ଯେ ଏହାର ଅର୍ଥ ସେମିତି ନୁହେଁ। ଏବଂ ବହୁତ ସୁନ୍ଦର ଭାବରେ ମା ବର୍ଣ୍ଣନା କରୁଛନ୍ତି ଯେ ଯଦି ପ୍ରକୃତରେ ସେମିତି ହେଇଥାନ୍ତା ଯେ ମଣିଷ ପ୍ରଥମେ ଦିବ୍ୟ ହେବ ଏବଂ ତାପରେ ଦିବ୍ୟ ପ୍ରେମ ଅବତରଣ କରିବ, ଯଦ୍ୱାରା କି ମଣିଷ ତାକୁ ଗ୍ରହଣ କରିପାରିବ, ଏମିତି ଯଦି ହେଇଥାନ୍ତା ତାହେଲେ ଏ ସୃଷ୍ଟି ସମ୍ଭବ ହେଇନଥାନ୍ତା। ଏ ପ୍ରଶ୍ନ ପଚାରିବା ପାଇଁ ଆମେ ନଥାନ୍ତୁ, ମାନେ ସୃଷ୍ଟି ମୋଟେ ହେଇନଥାନ୍ତା, ସୃଷ୍ଟି ରଚନା ହେଇନଥାନ୍ତା। ଯଦି ସେଇ ସର୍ତ୍ତରେ ଭଗବାନ ଏ ସୃଷ୍ଟିକୁ ଗଢ଼ିବା ପାଇଁ ମନସ୍ଥ କରିଥାନ୍ତେ ତାହେଲେ ସେ ସୃଷ୍ଟି ରଚନା କରିନଥାନ୍ତେ। ଏବଂ ଯଦି ମଣିଷ ପ୍ରଥମେ ଦିବ୍ୟ ହେଇଯାଇଥାନ୍ତା, ଦିବ୍ୟ ହେଇକରି ଅବତରଣ କରିଥାନ୍ତା, ତାହେଲେ ମଧ୍ୟ ସୃଷ୍ଟିର କିଛି ଆବଶ୍ୟକତା ନଥିଲା। କାରଣ ଯଦି ସେ ମୂଳରୁ ଦିବ୍ୟ ତାହେଲେ ବିବର୍ତ୍ତନ ଆଉ କାହାର ହବ? ଦିବ୍ୟରୁ ଦିବ୍ୟ ଆଡକୁ ସେ ଆଉ କଣ ଯାତ୍ରା କରିବ? ଉଚ୍ଚତମ ସ୍ଥିତିରେ ଯଦି ଜଣେ ଅବତୀର୍ଣ୍ଣ ହେଇଯିବ, ସେ ଆଉ କୁଆଡକୁ ଯିବ? ତାର ଯାତ୍ରା କରିବାର କିଛି ନାହିଁ। ଯାତ୍ରାର ଶେଷ ସ୍ଥାନ ଯଦି ମୂଳରୁ ପହଞ୍ଚିଯିବ ତାହେଲେ ଯାତ୍ରା ବୋଲି କିଛି ରହିବ ନାହିଁ। ତେଣୁ ଚେତନାର ନିମ୍ନ ଅବସ୍ଥାରୁ ଉଚ୍ଚ ଅବସ୍ଥାକୁ ଯେହେତୁ ଆମେ ସମସ୍ତେ ଯାତ୍ରା କରୁଛୁ ଏବଂ ଏଇଟା ହିଁ ଭଗବାନଙ୍କର ଏ ସୃଷ୍ଟିର ଲୀଳାର ଉଦ୍ଦେଶ୍ୟ, ତେଣୁ ତାଙ୍କର ସୃଷ୍ଟିକୁ ସେ ଦିବ୍ୟତାର ବହୁ ଦୂରକୁ ପ୍ରଥମେ ନେଇ ଆସିଛନ୍ତି। ତଳକୁ ତଳକୁ ଓହ୍ଲେଇକରି ଏତେ ତଳକୁ ଆସିଯାଇଛନ୍ତି ଯେ ବର୍ତ୍ତମାନ ଦିବ୍ୟତା ପରିଣତ ହେଇଛି ଅଦିବ୍ୟତାରେ। ଏ ଦିବ୍ୟତା ଅଦିବ୍ୟତା ପ୍ରକୃତରେ ଗୋଟେ ସାମଗ୍ରିକ ଶବ୍ଦ, ଗୋଟେ ଜେନେରିକ ଟର୍ମ, ଯାହା ଭିତରେ ଆମେ ବହୁତ କିଛି ବୁଝିବା। ଯେମିତି ଅମରତ୍ୱ ପରିଣତ ହେଇଛି ମୃତ୍ୟୁରେ, ପୂର୍ଣ୍ଣ ଜ୍ଞାନ ପରିଣତ ହେଇଛି ସମ୍ପୂର୍ଣ୍ଣ ଅଜ୍ଞାନତାରେ, ପୂର୍ଣ୍ଣ ଆନନ୍ଦ ପରିଣତ ହେଇଛି ସମ୍ପୂର୍ଣ୍ଣ ନିରାନନ୍ଦରେ, ଏବଂ ଦିବ୍ୟ ପ୍ରେମ ସେଇଭଳି ପରମ ପ୍ରେମ ବା ଶୁଦ୍ଧତମ ପ୍ରେମ ସେଟା ବିକୃତ ହେଇଯାଇଛି ଏବଂ ପରିଣତ ହେଇଛି କାମନା ବାସନାରେ, ଏପରିକି ସ୍ୱାର୍ଥ, ହିଂସା, ବୁଭୁକ୍ଷା, ଶୋଷଣ ଇତ୍ୟାଦି ଯାହା ସବୁ ନାମ ଦିଆଯାଇପାରେ, ଏଭଳି ନିବର୍ତ୍ତିତ ହେଇଯାଇଛି, ଗୋଟେ ଚେତନାର ସ୍ତରରେ ତଳକୁ ଓହ୍ଲାଇ ଆସିଛି। ଏଇଟା ମଧ୍ୟ ଭଗବାନଙ୍କର ଇଚ୍ଛାରେ ଘଟିଛି। ଏ ସୃଷ୍ଟିର ରହସ୍ୟ ଆମେ ଆଗରୁ ମଧ୍ୟ ଏ ବିଷୟରେ ବିଭିନ୍ନ ଜାଗାରେ ଆଲୋଚନା କରିଛନ୍ତି ଏବଂ ଶୁଣିଛନ୍ତି। ଏକୋହମ୍ ବହୁଶ୍ୟାମ, ଭଗବାନ ଏକରୁ ବହୁ ହେବା ପାଇଁ ଇଚ୍ଛା କଲେ ଏବଂ ବହୁ ହେବା ପାଇଁ ତାଙ୍କୁ ନିଜକୁ ଆବୃତ କରିବାକୁ ପଡ଼ିଲା। କାରଣ ଆବୃତ ନହେଲେ
ସେ ପ୍ରକାଶିତ ହେବେ ନାହିଁ। ଯେମିତି ଗୋଟେ ଶକ୍ତିକୁ କିଏ ପ୍ରକାଶିତ କରିପାରିବ, ଏପରିକି ଶକ୍ତି ମଧ୍ୟ ଗୋଟେ ପ୍ରକାଶ। ଯେ ଅପ୍ରକାଶ୍ୟ ବ୍ରହ୍ମ, ତାଙ୍କର କୌଣସି ରୂପ ନାହିଁ, କୌଣସି ଗୁଣ ନାହିଁ, କେବଳ ଅସ୍ତିତ୍ୱ। ଯଦି ସେ ପ୍ରକାଶିତ ହେବେ, ଗୋଟେ ରୂପ ଗ୍ରହଣ କରିବେ, ଗୋଟେ ସ୍ଥିତି ଗ୍ରହଣ କରିବେ, ଗୋଟେ ସାମର୍ଥ୍ୟ ଗ୍ରହଣ କରିବେ, ଏ ସବୁ ଗୋଟେ ଗୋଟେ ଗୁଣ, ରୂପ, ସାମର୍ଥ୍ୟ, ଏସବୁ ଗୋଟେ ଗୋଟେ ଗୁଣ। ଗୁଣର ଅର୍ଥ ହେଉଛି ସୀମିତତା, ଆବଦ୍ଧତା ବା ଆବରଣ ଗୋଟେ ଗୋଟେ। ସେଥିପାଇଁ ଭଗବାନଙ୍କୁ ନିଜକୁ କିଛି ପରିମାଣରେ ଆବୃତ କରିବାକୁ ପଡ଼ିଲା। ସାମାନ୍ୟତମ ଭାବରେ ଯେତେବେଳେ ସେ ପ୍ରଥମେ ନିଜକୁ ଆବୃତ କଲେ ଏବଂ ଅପ୍ରକାଶ୍ୟ ଅବସ୍ଥାରୁ ପ୍ରକାଶିତ ଅବସ୍ଥାକୁ ଆସିଲେ, ତାଙ୍କର ସ୍ୱରୂପ ହେଲା ଆନନ୍ଦ, ପରମ ଆନନ୍ଦ। ତାପରେ ସ୍ତର ପରେ ସ୍ତର, ଚିନ୍ମୟ ତତ୍ତ୍ୱ, ସଚେତନା, ବିଜ୍ଞାନମୟ ଚେତନା, ତାପରେ ଅହଂ ଭାବର ସୃଷ୍ଟି ହେଲା। ସେଇଠୁ ଆରମ୍ଭ ହେଲା ଅପରା ପ୍ରକୃତି, ଅଧିମାନସ, ଜ୍ୟୋତିର୍ମାନସ, ଆଲୋକିତ ମାନସ, ଉଚ୍ଚତର ମାନସ ଏବଂ ସାଧାରଣ ମନଚେତନା। ଏତିକିରେ ମଧ୍ୟ ଭଗବାନ ସନ୍ତୁଷ୍ଟ ହେଲେ ନାହିଁ। ଆହୁରି ତଳକୁ, ଆହୁରି ନିଜକୁ ଅଧିକରୁ ଅଧିକ ଆବୃତ କରି ତଳକୁ ଆସିବାକୁ ଇଚ୍ଛା କଲେ। ତାପରେ ପ୍ରାଣର ବିଭିନ୍ନ ସ୍ତର ସୃଷ୍ଟି ହେଲା। ମନଚେତନାର ବହୁତ, କ୍ଷମା କରିବେ, ଅନ୍ନମୟ ଚେତନାର ବା ଜଡ଼ ତତ୍ତ୍ୱର ବିଭିନ୍ନ ସ୍ତର ସୃଷ୍ଟି ହେଲା। ଶେଷରେ ସମ୍ପୂର୍ଣ୍ଣ ନିଶ୍ଚେତନା, ମାନେ ଗାଢ଼ତମ ଅନ୍ଧକାରର ଅବସ୍ଥା ଯୋଉଟା, ସେ ପର୍ଯ୍ୟନ୍ତ ଭଗବାନ ଓହ୍ଲେଇ ଆସିଲେ। ତାପରେ ସେ ଇଚ୍ଛା କଲେ ପୁନର୍ବାର ନିଜ ସ୍ଥାନକୁ ଫେରି ଆସିବା ପାଇଁ। ସେଇଟା ହେଲା ବିବର୍ତ୍ତନ। ନିବର୍ତ୍ତନ ପରେ ବିବର୍ତ୍ତନ। ଚେତନା ନିମ୍ନତମ ସ୍ତରରୁ ଉଚ୍ଚତମ ସେଇ ସଚ୍ଚିଦାନନ୍ଦ ତତ୍ତ୍ୱ ଆଡ଼କୁ ଉତ୍ଥିତ ହେଉଛି, ବିବର୍ତ୍ତିତ ହେଇ ଚାଲିଛି। ଏଇଟା ହେଉଛି ବର୍ତ୍ତମାନର ଜୀବନ ଚକ୍ର। ବିବର୍ତ୍ତିତ ହେଇ ହେଇ ବର୍ତ୍ତମାନ ମଣିଷ ସ୍ତରରେ ପହଞ୍ଚିଛି। କିନ୍ତୁ ମଣିଷ ତ ଗୋଟେ ମଧ୍ୟବର୍ତ୍ତୀ କାଳୀନ ସତ୍ତା। ତାର ତଳକୁ ଯେତିକି ଅଛି, ତାର ଉପରକୁ ମଧ୍ୟ ଆହୁରି ଅଧିକ ଅଛି। ତେଣୁ ତାର ଅନେକ ଯାତ୍ରା ବାକି ଅଛି। ତେଣୁ এই ଅବସ୍ଥାରେ ସେ ସମ୍ପୂର୍ଣ୍ଣ ଦିବ୍ୟ କେମିତି ହେଇପାରିବ? ସମ୍ପୂର୍ଣ୍ଣ ଦିବ୍ୟ ହେଇଗଲା ସେ ମଣିଷ ହେଇକି ରହିବ କି? ଦିବ୍ୟତା ଦିଗରେ ତ ତାର ଯାତ୍ରା ଚାଲିଛି। ତେଣୁ ଅନ୍ୟାନ୍ୟ ସମସ୍ତ ବିଭାବ ଭଳି ଦିବ୍ୟ ପ୍ରେମ ମଧ୍ୟ ଏଠି ବିକୃତ ହେଇଛି ମଣିଷର ଚେତନାରେ। ଏଇଟା ଘଟିଛି ଭଗବାନଙ୍କର ଇଚ୍ଛାରେ। କେବଳ ଇଚ୍ଛା ନୁହେଁ, ଭଗବାନ ତାଙ୍କର ଦିବ୍ୟ ପ୍ରେମର ଗୋଟେ ନିଦର୍ଶନ ସ୍ୱରୂପ এই ସୃଷ୍ଟି ରଚନା କରିଛନ୍ତି। ଅର୍ଥାତ୍ ସେ ଯେଉଁ ସୃଷ୍ଟି ରଚନା କରିଛନ୍ତି, ତାକୁ ସେ ଗଭୀର ଭାବରେ, ନିବିଡ଼ ଭାବରେ ଭଲ ପାଆନ୍ତି। ତାଙ୍କର ଯେଉଁ ଭଲ ପାଇବାଟା, ସେଟା ଦିବ୍ୟ ଭଲ ପାଇବା, ଦିବ୍ୟ ପ୍ରେମ, ପରମ ପ୍ରେମ। ସେଟା ସାଧାରଣ ଆମେ ବୁଝିଲା ଭଳି ମାନସିକ ପ୍ରେମ ନୁହେଁ, ଯୋଉଠି ସ୍ୱାର୍ଥପରତା ମିଶିଥାଏ, ଆବିଳତା ମିଶିଥାଏ, ଗୋଟେ ମହତ୍ୱାକାଂକ୍ଷା ରହିଥାଏ, ଗୋଟେ ଯଶୋଲିପ୍ସା ରହିଥାଏ। ଏପରିକି ଆମର ତ୍ୟାଗରେ ମଧ୍ୟ ଗୋଟେ ଯଶ ପ୍ରାପ୍ତିର ଗୋଟେ ଆଶା ପ୍ରଚ୍ଛନ୍ନ ଭାବରେ ରହିଥାଏ। ମଣିଷ ଗୋଟେ ପରୋପକାର କଲେ ମଧ୍ୟ ତା ଭିତରେ ପରୋପକାରୀ ବୋଲେଇବାର ଗୋଟେ ମହତ୍ୱାକାଂକ୍ଷା ପ୍ରଚ୍ଛନ୍ନ ଭାବରେ ରହିଥାଏ। ତେଣୁ ମଣିଷର, ସାଧାରଣ ମଣିଷର କୌଣସି ଆଚରଣ ସମ୍ପୂର୍ଣ୍ଣ ଶୁଦ୍ଧ ହେଇପାରେ ନାହିଁ। କାରଣ ତାର ଚେତନାର ସ୍ତର ଯେମିତି,
ତାର ପ୍ରତ୍ୟେକ ଆଚରଣ ଅଶୁଦ୍ଧ ହେବାକୁ ବାଧ୍ୟ। ଶୁଦ୍ଧତାର ସ୍ତରରେ ତାକୁ ଆହୁରି ବହୁତ ଉଚ୍ଚକୁ ଉଠିଯିବାକୁ ପଡ଼ିବ। ଯେତେ ଉଚ୍ଚକୁ ଉଠୁଥିବ ସେତିକି ଶୁଦ୍ଧ ହେଉଥିବ ତାର ଚେତନା, ଏବଂ ଭଗବାନଙ୍କର ଗୁଣଗୁଡ଼ିକୁ ସେ ସେତିକି ଦିବ୍ୟ ରୂପରେ, ସେତିକି ଶୁଦ୍ଧ ରୂପରେ ପ୍ରକାଶିତ କରିବା ପାଇଁ ଯୋଗ୍ୟ ହେଉଥିବ। ଏଇଟା ହେଉଛି ସୃଷ୍ଟିର, ଭଗବାନଙ୍କର ସୃଷ୍ଟିର ରହସ୍ୟ। ତେଣୁ ମା କହିଲେ ଯେ ଯଦି ସେମିତି ହେଇଥାନ୍ତା, ମଣିଷ ଦିବ୍ୟ ହେଲା ପରେ ପରମ ପ୍ରେମ ଉତ୍ତର ଆସିଥାନ୍ତେ, ତାହେଲେ ସୃଷ୍ଟି ସମ୍ଭବ ନଥାନ୍ତା। କାରଣ ଦିବ୍ୟ ପ୍ରେମରୁ ହିଁ ସୃଷ୍ଟି ଜାତ ହେଇଛି, ସୃଷ୍ଟି ରଚନା ହେଇଛି। ନିଜ ସୃଷ୍ଟି ପ୍ରତି ଗଭୀର ପ୍ରେମ ପରବଶ ହେଇ ଭଗବାନ ତ ନିଜେ ସୃଷ୍ଟିର ରଚନା କରିଦେଇକରି ବାହାରେ କୋଉଠି ନାହାନ୍ତି। ଆମକୁ ବୁଝିବାକୁ ପଡିବ ଠିକ ଭାବରେ, ମୋର ବୁଝିବାରେ ଭୁଲ ରହୁଛି। ଭଗବାନ ଓ ତାଙ୍କର ସୃଷ୍ଟି ଏମିତି କହିଲା ମାତ୍ର କି ଆମ ଭିତରେ ଗୋଟେ ଧାରଣା ଆସେ ଯେ ଭଗବାନ ସ୍ୱତନ୍ତ୍ର ଭାବରେ ଅନ୍ୟ କୌଣସି ଜାଗାରେ ବାସ କରୁଛନ୍ତି ଏବଂ ତାଙ୍କର ସୃଷ୍ଟିଟା ତାଙ୍କ ବାହାରେ ରହିଛି, ଯାହାକୁ ସେ ପରିଚାଳନା କରୁଛନ୍ତି, ରଚନା କରୁଛନ୍ତି, ପରିଚାଳନା କରୁଛନ୍ତି, ପରିଶେଷରେ ଧ୍ୱଂସ ମଧ୍ୟ କରିବେ। ସୃଷ୍ଟି ସ୍ଥିତି ପ୍ରଳୟ ଏମିତି ଆମେ ବୁଝୁଛନ୍ତି, କିନ୍ତୁ ପ୍ରକୃତରେ ସେମିତି ନୁହେଁ। ଭଗବାନ ସୃଷ୍ଟି ରଚନା କରିନାହାନ୍ତି, ସେ ସୃଷ୍ଟିରେ ପରିଣତ ହେଇଛନ୍ତି। ଅର୍ଥାତ୍ ଏ ସୃଷ୍ଟିର ପ୍ରତ୍ୟେକ ଉପାଦାନ ଭଗବାନଙ୍କର ଗୋଟେ ଗୋଟେ ରୂପ। ତେଣୁ ପ୍ରତ୍ୟେକ ଉପାଦାନ ଭିତରେ ସେ ତାଙ୍କର ଦିବ୍ୟତା ପ୍ରଚ୍ଛନ୍ନ ଭାବରେ ରହିଛି, ପ୍ରଚ୍ଛନ୍ନ ଭାବରେ। ସେଟା ଜାଗ୍ରତ ହେଇନାହିଁ, ବିକଶିତ ହେଇନାହିଁ, କିନ୍ତୁ ଅଛି। ତେଣୁ ଦିବ୍ୟ ପ୍ରେମ ମଧ୍ୟ ଅଛି ଏଠି ଆମ ଭିତରେ, କିନ୍ତୁ ସେଟା ବିକଶିତ ନୁହେଁ ତାର ଶୁଦ୍ଧ ରୂପରେ। ମଣିଷର ଚେତନାର ସାମର୍ଥ୍ୟ ଯେତିକି, ସେ ଦିବ୍ୟ ପ୍ରେମର ସେତିକି ଅଂଶକୁ ସେ ପ୍ରକାଶିତ କରୁଛି। ଯେମିତି ଆଲୋକ ଯଦି କୌଣସି ବସ୍ତୁରେ ପଡେ, ସେ ବସ୍ତୁ ତାକୁ ପ୍ରତିଫଳିତ କରେ। ସବୁ ବସ୍ତୁ ସମାନ ଭାବରେ ଆଲୋକକୁ ପ୍ରତିଫଳିତ କରନ୍ତି ନାହିଁ। ଯେଉଁ ବସ୍ତୁର ପ୍ରତିଫଳନର ସାମର୍ଥ୍ୟ ଯେତେ ଅଧିକ, ସେ ତାକୁ ସେତିକି ମାତ୍ରାରେ ପ୍ରତିଫଳିତ କରେ। ଗୋଟେ ସ୍ୱଚ୍ଛ ବସ୍ତୁ ସେ ଆଲୋକକୁ ପ୍ରତିଫଳିତ କରେ ନାହିଁ, ତାକୁ ସମ୍ପୂର୍ଣ୍ଣ ରୂପେ ନିଜ ଭିତର ଦେଇକରି ପ୍ରବାହିତ କରିଦିଏ। ଅସ୍ୱଚ୍ଛ ହେଲେ ପ୍ରତିଫଳିତ କରିପାରେ। ପୁଣି ସେ ଅସ୍ୱଚ୍ଛତାର ବିଭିନ୍ନ ପ୍ରକାର ଭେଦ ରହିଛି। କେତେକ ବସ୍ତୁ ଆଲୋକକୁ ସମ୍ପୂର୍ଣ୍ଣ ରୂପେ ଶୋଷି ନିଏ ଆଉ ପ୍ରତିଫଳିତ କରାଇ ଦିଏ ନାହିଁ। ବ୍ଲାକ୍ ବଡି ବୋଲି ସେ ତାକୁ କୁହାଯାଏ। କଳା ରଙ୍ଗର ସେମିତି ଗୋଟେ ସାମର୍ଥ୍ୟ ଅଛି। ସେ ପ୍ରଶସ୍ତି ଥାନ୍ତି ଯେଉଁମାନେ ଆଲୋକକୁ ଶୋଷି ନିଅନ୍ତି, କିଛି ବି ପ୍ରତିଫଳିତ କରନ୍ତି ନାହିଁ। ତାଙ୍କର ସାମର୍ଥ୍ୟ ଗୋଟେ ସ୍ୱତନ୍ତ୍ର। ପୁଣି କେତେକ ବସ୍ତୁ ବିଭିନ୍ନ ଅନୁପାତରେ ପ୍ରତିଫଳିତ କରନ୍ତି। ପାରଦ ସମ୍ପୂର୍ଣ୍ଣ ରୂପେ ପ୍ରତିଫଳିତ କରିଦିଏ। ଶତକଡ଼ା 100 ନହେଲେ ମଧ୍ୟ 98-99% ପର୍ଯ୍ୟନ୍ତ ସେ ଆଲୋକକୁ ପ୍ରତିଫଳିତ କରିଦିଏ। ତେଣୁ ବସ୍ତୁର ସ୍ୱଚ୍ଛତା, ମସୃଣତା ଏବଂ ପ୍ରତିଫଳନ କରିବାର ସାମର୍ଥ୍ୟ ଅନେକ ଜିନିଷ ଉପରେ ନିର୍ଭର କରେ ଆଲୋକ କେତେ ପ୍ରତିଫଳିତ ହେବ। ଗୋଟେ ସ୍ୱଚ୍ଛ ଦର୍ପଣ ଆଲୋକ ଯେତିକି ପ୍ରତିଫଳିତ କରିପାରିବ, ଗୋଟେ ସାଦା କାଗଜ ବା ଗୋଟେ ଧଳା କାନ୍ଥ ସେତିକି ପରିମାଣରେ ପ୍ରତିଫଳିତ କରିବ ନାହିଁ, ଟିକେ କମ୍ କରିବ। ତେଣୁ ବସ୍ତୁର ଗୁଣାଗୁଣ ଉପରେ ଯେମିତି ପ୍ରତିଫଳନ ସାମର୍ଥ୍ୟ ନିର୍ଭର କରିଥାଏ, ଜୀବର ଚେତନାର ସ୍ଥିତି ଅନୁସାରେ ମଧ୍ୟ ସେ ଦିବ୍ୟତା ପ୍ରତିଫଳିତ ହେବାର ଅନୁପାତ ନିର୍ଭର କରିଥାଏ।
ଯେଉଁ ଚେତନା ବା ଯେଉଁ ସତ୍ତା ଯେତେ ଶୁଦ୍ଧ, ତା ଭିତରେ ଭଗବାନଙ୍କର ଦିବ୍ୟତା ସେତେ ଅଧିକ ପରିମାଣରେ ପ୍ରକାଶିତ ହୁଏ ବା ପ୍ରତିଫଳିତ ହୁଏ, ତା ମାଧ୍ୟମରେ ପ୍ରତିଫଳିତ ହୁଏ। ମଣିଷର ଚେତନା ଗୋଟେ ମଧ୍ୟାବସ୍ଥାରେ ଅଛି, ମଧ୍ୟବର୍ତ୍ତୀ ଅବସ୍ଥାରେ ଅଛି। ଇଏ ଦିବ୍ୟ ପ୍ରେମକୁ ଆଦୌ ପ୍ରତିଫଳିତ କରୁନାହିଁ ବୋଲି କହିଲେ ଭୁଲ ହବ, ପୂର୍ଣ୍ଣ ପ୍ରତିଫଳିତ କରୁଛି ବୋଲି କହିଲେ ଭୁଲ ହବ। ଗୋଟେ ମଝାମଝି ଅବସ୍ଥାରେ ଅଛି, ଯେତେବେଳେ ସେ ଦିବ୍ୟ ପ୍ରେମ କିଛି ପରିମାଣରେ ପ୍ରତିଫଳିତ କରୁଛି, ସମ୍ପୂର୍ଣ୍ଣ ଶୁଦ୍ଧତାର ସହିତ ନୁହେଁ, କିନ୍ତୁ ଯେତିକି ପ୍ରତିଫଳିତ କରୁଛି ସେଟା ହଉଛି ଭଗବାନଙ୍କର ଦିବ୍ୟ ପ୍ରେମର ଗୋଟେ ବିକୃତ ଅଂଶ, ଗୋଟେ ଅପୂର୍ଣ୍ଣ ଅଂଶ। ୟାକୁ ଆମେ କହୁଛୁ ଦିବ୍ୟ ପ୍ରେମର ବିକୃତି। ପ୍ରକୃତରେ ବିକୃତିର ଅର୍ଥ ସେଭଳି ନୁହେଁ ଯେ ଆମେ ଯେମିତି ବୁଝୁଛୁ ଯେ ମଣିଷ ଚେତନା ତାକୁ ମଇଳା କରିଦେଉଛି, ତାକୁ ମିଶ୍ରିତ କରିଦେଉଛି, ଅସ୍ୱଚ୍ଛ କରିଦେଉଛି, ଦୂଷିତ କରିଦେଉଛି, ଏମିତି ନୁହେଁ। ପ୍ରକୃତ କଥା ହଉଛି ମଣିଷର ଚେତନାରେ ଯେତିକି ସାମର୍ଥ୍ୟ ଅଛି ସେ ଭଗବାନଙ୍କର ଦିବ୍ୟ ପ୍ରେମର ସେତିକି ଅଂଶ ପ୍ରତିଫଳିତ କରିବା ପାଇଁ ବା ପ୍ରଦର୍ଶିତ କରିବା ପାଇଁ ସକ୍ଷମ ହେଉଛି। ଆଉ ଅଧିକ ଅଂଶକୁ ବା ଶୁଦ୍ଧ ଅଂଶକୁ, ଶୁଦ୍ଧ ରୂପ ଗୁଡିକୁ ସେ ପ୍ରତିଫଳିତ କରିପାରୁନାହିଁ। ସେ କରିବ କଣ? ତାର ସାମର୍ଥ୍ୟ ନାହିଁ। ତେଣୁ ଆମେ ଯୋଉ ମଣିଷକୁ ଆମେ ଦୋଷ ଦଉ, ମଣିଷ ନିଜ ଭୁଲ ପାଇଁ ନିଜେ ଦାୟୀ ଏବଂ ତାର ଚେତନାର ଯେଉଁ କଳୁଷତା, ତାର ସବୁ ଅସାମର୍ଥ୍ୟ, ତାର ଦୁର୍ଗୁଣ ସବୁ ପ୍ରକୃତରେ ତାର ଅର୍ଥ ସେମିତି ନୁହେଁ। ମଣିଷ ଭିତରେ ଦିବ୍ୟତା ରହିଛି, ମଣିଷ ଭିତରେ ଭଗବତ୍ୱ ରହିଛି, ମଣିଷ ଭିତରେ ଦିବ୍ୟ ଆସ୍ପୃହାଟି ବି ରହିଛି, ଯୋଉଥିପାଇଁ ସେ ପ୍ରଚେଷ୍ଟା କରି ଚାଲିଛି। ନହେଲେ ବିବର୍ତ୍ତନ ସମ୍ଭବ ହୁଅନ୍ତା ନାହିଁ। ଏପରିକି ଇତର ପ୍ରାଣୀ ଭିତରେ ମଧ୍ୟ ଜଡ଼ିତ ରହି ଏଇଟା ପ୍ରମାଣିତ କରୁଛି ଯେ ସେଇ ଭଗବତ ଚେତନା ପ୍ରଚ୍ଛନ୍ନ ଭାବରେ ପ୍ରତ୍ୟେକ ଉପାଦାନ ଭିତରେ ସଂଗୁପ୍ତ ଭାବରେ ରହିଛି ଏବଂ ଏଇଟା ହଉଛି ତାର ଲୀଳା, ସମଗ୍ର ବିବର୍ତ୍ତନ ଧାରା। ସେ ନିଜକୁ ଅଧିକରୁ ଅଧିକ ଅଭିବ୍ୟକ୍ତ କରୁଛି। ଭଗବାନ ନିଜେ ନିଜକୁ ଅଧିକରୁ ଅଧିକ ଅଭିବ୍ୟକ୍ତ କରୁଛନ୍ତି ତାଙ୍କର ସୃଷ୍ଟି ମାଧ୍ୟମରେ। ଏଇଟା ସେ ଚାହୁଁଛନ୍ତି ଏବଂ ପରିଶେଷରେ ସେ ପୂର୍ଣ୍ଣ ଭଗବାନ, ପୂର୍ଣ୍ଣ ବ୍ରହ୍ମରେ ପରିଣତ ହେଇଯିବା ପାଇଁ ଚାହୁଁଛି। ପୂର୍ଣ୍ଣ ରୂପରେ ନିଜକୁ ପ୍ରକାଶିତ କରିବ। ସେଇ ଚେତନା ସ୍ଥିତିରେ ତାହା ନିଶ୍ଚିତ ଭାବେ ମଣିଷ ଚେତନା ହୋଇନଥିବ, ଏପରିକି ଅତିମାନବ ମଧ୍ୟ ନୁହେଁ, ତାଠୁ ଆହୁରି ଉଚ୍ଚତର। ଅତିମାନସ ମଧ୍ୟ ଚେତନାର ଅନ୍ତିମ ଲକ୍ଷ୍ୟ ନୁହେଁ ବା ଯାତ୍ରାର ଅନ୍ତିମ ସ୍ଥଳ ନୁହେଁ, ଡେଷ୍ଟିନେସନ ନୁହେଁ। ଅତିମାନବତ୍ୱ ପରେ ମଧ୍ୟ ଏହି ଚେତନା ବିବର୍ତ୍ତନ ଧାରା ଆଗକୁ ଜାରି ରହିବ ସଚ୍ଚିଦାନନ୍ଦ ସ୍ଥିତିରେ ପହଞ୍ଚିବା ପର୍ଯ୍ୟନ୍ତ। ତେଣୁ ଏଇଟା ହେଉଛି ପ୍ରକୃତ ଘଟଣା, ଯାହା ମହା ଏଠି ସାଧକମାନଙ୍କୁ ବୁଝିବାକୁ ଚେଷ୍ଟା କରିଛନ୍ତି।
ମା କହିଛନ୍ତି ଯେ ଦିବ୍ୟ ପ୍ରେମ ସର୍ବତ୍ର। ଏ ପ୍ରସଙ୍ଗରେ ମାଙ୍କର ଗୋଟେ ସୁନ୍ଦର ବାଣୀ ମଧ୍ୟ ଅଛି। ଆମର ଚିରନ୍ତନରେ ଆମେ ପଢୁଛନ୍ତି ଦିବ୍ୟ ପ୍ରେମ ସମ୍ପର୍କରେ ଅନେକ ଗୁଡ଼ିଏ ବାଣୀ ମାଙ୍କର। ସେଥିରୁ ଗୋଟେ ହେଉଛି ଦିବ୍ୟ ପ୍ରେମ ସର୍ବତ୍ର। ଦିବ୍ୟ ପ୍ରେମ ସକଳ ବସ୍ତୁକୁ ଜୀବନ ପ୍ରେରିତ କରି ରହିଛି ବୋଲି ମା କହୁଛନ୍ତି। ଜୀବନ ପ୍ରେରିତ କରି ରଖିଛି, ସବୁକିଛି ମଧ୍ୟରେ ଭେଦି ରହିଛି, ସବୁକିଛିକୁ ଧାରଣ କରିଛି, ଉତ୍ତୋଳିତ କରି ରଖିଛି ଏବଂ ସବୁକିଛିକୁ ଅଗ୍ରଗତି ଏବଂ ପରମ ଦିବ୍ୟସତ୍ତାଙ୍କ ଆଡ଼କୁ ଏକ ଆରୋହଣ ପଥରେ ପରିଚାଳିତ କରି ନେଇଯାଉଛି। ଏହା ପୂର୍ବରୁ ଆମେ ଯାହା ସବୁ ଆଲୋଚନା କଲେ ତାର ମର୍ମକୁ ଏଭଳି ଭାବରେ ମା ଉଲ୍ଲେଖ କରିଛନ୍ତି। ଏ ସମଗ୍ର ସୃଷ୍ଟି ପରମ ଦିବ୍ୟସତ୍ତାଙ୍କ ଦିଗରେ ଚାଲିଛି ଆରୋହଣ ପଥରେ, ମାନେ କ୍ରମାଗତ ଭାବରେ ବିବର୍ତ୍ତିତ ହେଇ ଶୁଦ୍ଧତର ହେଇ ନିମ୍ନରୁ ଉଚ୍ଚ ଆଡ଼କୁ ଏଇଟା ଆରୋହଣ ପଥ ଏବଂ ତାର ଫାଇନାଲ ଡେଷ୍ଟିନେସନ, ଅନ୍ତିମ ଲକ୍ଷ୍ୟ ବା ଯାତ୍ରାର ଶେଷ ଅବସ୍ଥା ସେଟା ହେଉଛି ସେଇ ପରମ ଦିବ୍ୟ ସତ୍ତା, ଆବସଲ୍ୟୁଟ ଡିଭିନିଟି, ମାନେ ପୂର୍ଣ୍ଣ ଭଗବାନ। ଯେଉଁଠୁ ଭଗବାନ ତାଙ୍କର ନିବର୍ତ୍ତନ ଯାତ୍ରା, ଓହ୍ଲାଇବାର ଯାତ୍ରା, ଅବତରଣ କରିବାର ଯାତ୍ରା ଆରମ୍ଭ କରିଥିଲେ, ସେ ଅବସ୍ଥାରେ ପହଞ୍ଚିବା ପର୍ଯ୍ୟନ୍ତ এই ଯାତ୍ରା ଚାଲିଥିବ। ଏଇଟା ବର୍ତ୍ତମାନ ଆମର ଯେଉଁ ଚାଲିଛି ଏ ଯାତ୍ରା ହେଉଛି ବାହୁଡା ଯାତ୍ରା, ରିଟର୍ନ ଜର୍ଣ୍ଣି। ଏଇଟା ଏବଂ ଏଇ ଯେଉଁ ଚାଲିଛି ଯାତ୍ରାଟି, ୟା ପଛରେ କାର୍ଯ୍ୟ କରୁଛି ଭଗବାନଙ୍କର ଦିବ୍ୟ ପ୍ରେମ। ଆମେ ଦେଖିବା ଏ ଦିବ୍ୟ ପ୍ରେମ ହେଉଛି ଏଇ ପ୍ରଗତିର ମୂଳ କାରଣ। এটা ନଥିଲେ କୌଣସି ଜାଗାରେ ଗୋଟେ ଗତି ସମ୍ଭବ ହୁଅନ୍ତା ନାହିଁ। ଏ ଯୋଉ ଚେତନାର ଯେଉଁ ଅଶୁଦ୍ଧ ସ୍ଥିତି ବା ଅବାସ୍ତବ ସ୍ଥିତି ମଧ୍ୟରୁ ବାସ୍ତବ ସ୍ଥିତି ଆଡ଼କୁ ଯେଉଁ ଯାତ୍ରା, ବର୍ତ୍ତମାନ ଆମର ଯେଉଁ ଅହଙ୍ଗତ ଅବସ୍ଥା, এই ଅହଂଟା ପ୍ରକୃତରେ କଣ? ଗୋଟେ ଅବାସ୍ତବ ସ୍ଥିତି। ଅହଂର ବାସ୍ତବ ସ୍ଥିତି କିଛି ନାହିଁ। এটা ଗୋଟେ ଛାୟା ତୁଲ୍ୟ, এটা ଗୋଟେ ଭ୍ରମ, ଗୋଟେ ମାୟା, ଗୋଟେ ମିଥ୍ୟା ଅବବୋଧ। କିନ୍ତୁ ରହିଛି ଅହଂ, ଅଜ୍ଞାନତା ଏବଂ ମିଥ୍ୟା। ବର୍ତ୍ତମାନ এই ପ୍ରଗତିର এই ଯାତ୍ରାର ମଙ୍ଗ ଧରିଛନ୍ତି ସେମାନେ। କିନ୍ତୁ ଧୀରେ ଧୀରେ ସେମାନଙ୍କର ଯେଉଁ କବ୍ଜା, ତାଙ୍କର ଗ୍ରିପ୍, ସେଟା ଧୀରେ ଧୀରେ ହୁଗୁଳା ହେଉଛି। ପରିଶେଷରେ ଦିନ ଆସିବ ଯେତେବେଳେ ଅହଂ ବୋଲି ଆଉ କିଛି ନଥିବ। ଏଇଟାକୁ କୁହାଯାଉଛି ଅସଦୋ ମାଂ ସଦ୍ଗମୟ। ଉପନିଷଦରେ ଯେଉଁ ବାଣୀ, ତାର ଅର୍ଥ ପ୍ରକୃତରେ ଏଇଟା। ଅସତ୍ କଣ? ଆମେ ଯୋଉ ମିଥ୍ୟା କହୁଛୁ, ମିଥ୍ୟାରୁ ସତ୍ୟ ଆଡକୁ, ପ୍ରକୃତରେ ମିଥ୍ୟା ଆମେ ଯେମିତି ବୁଝୁ ସେମିତି ନୁହେଁ। ଯାହାର ବାସ୍ତବ ସ୍ଥିତି କିଛି ନାହିଁ ସେଟା ହେଉଛି ଅସତ୍, ସେଟା ହେଉଛି ଆମର ଅହଂ। ଯେଉଁ ଅହଂ ଦିନେ ଚେତନାର ବାହକ ଥିଲା ବା ଏପର୍ଯ୍ୟନ୍ତ ଯେଉଁ ଚେତନାର ପ୍ରଗତି ସମ୍ଭବ ହେଉଥିଲା ଅହଂ ଦ୍ୱାରା, ବର୍ତ୍ତମାନ ସେଇ ଅହଂ ହିଁ ନୂତନ ପ୍ରଗତିରେ ବା ଭବିଷ୍ୟତ ପ୍ରଗତିରେ ବାଧା ସୃଷ୍ଟି କରୁଛି। ତେଣୁ ୟାକୁ ଅପସରି ଯିବାକୁ ପଡିବ।
ୟାକୁ ବାଟ ଛାଡ଼ିବାକୁ ପଡ଼ିବ। ସେଥିପାଇଁ ଶ୍ରୀଅରବିନ୍ଦ କହିଲେ, when we have passed beyond individualizing, we shall be the real person. Ego was the helper, ego is the bar. ତାଙ୍କର ଏଫୋରିଜମରୁ ଥଟ୍ସ ଆଣ୍ଡ ଗ୍ଲିମ୍ପସେସରେ ଥିବା ଏଫୋରିଜମ ଗୁଡ଼ିକ ଭିତରେ ଏଇଟା ଗୋଟିଏ। ଯେତେବେଳେ ଆମର ଏଇ ପୃଥକତ୍ୱ ରହିବ ନାହିଁ, ଇଣ୍ଡିଭିଜୁଆଲାଇଜିଂ, ଆମେ ଯେ ନିଜକୁ ଗୋଟେ ପୃଥକ ସତ୍ତା ବୋଲି ଅନୁଭବ କରୁଛୁ ଯେ ପର୍ଯ୍ୟନ୍ତ, ଏଇଟା ହଉଛି ଆମର ଅହଂ। ଏଇଟା ଥିବା ପର୍ଯ୍ୟନ୍ତ ଆମେ ଆମର ଯଥାର୍ଥ ସ୍ୱରୂପରେ ଅବସ୍ଥିତ ହେଇପାରିବ ନାହିଁ। we cannot be real person. ଯେତେବେଳେ ଆମେ ଏଇ ପୃଥକତ୍ୱ ବୋଧରୁ ଊର୍ଦ୍ଧ୍ୱକୁ ଉଠିଯିବା, ମାନେ ପାର୍ଥକ୍ୟ ବୋଧ ରହିବ ନାହିଁ, ପୃଥକ ବୋଧ ରହିବ ନାହିଁ, ଅର୍ଥାତ୍ ଅହଂଟା ରହିବ ନାହିଁ, ସେତେବେଳେ ଆମେ ଲାଭ କରିବା ଆମର ଯଥାର୍ଥ ବ୍ୟକ୍ତିତ୍ୱ ବା ଯଥାର୍ଥ ଅସ୍ତିତ୍ୱ, ଆମର ଯଥାର୍ଥ ସ୍ଥିତି। ତେଣୁ ବର୍ତ୍ତମାନ ସେ ସ୍ଥିତିକୁ ଯିବା ପାଇଁ ବାଧା ଦେଉଛି କିଏ? ନା ଅହଂ। ଇଗୋ ଇଜ ଦ ବାର। ଯେଉଁ ଅହଂ ଏପର୍ଯ୍ୟନ୍ତ ଚେତନାର ଗୋଟେ ସହାୟକ ଥିଲା, ପ୍ରଗତିର ସହାୟକ ଥିଲା, ବିବର୍ତ୍ତନର ସହାୟକ ଥିଲା, ବର୍ତ୍ତମାନ ସେ ଅହଂ ହିଁ ବାଧା ସୃଷ୍ଟି କରୁଛି। ସିଏ ହିଁ ସମର୍ପଣ କରାଇ ଦଉ ନାହିଁ। ସମର୍ପଣ ନ ହେବା ପର୍ଯ୍ୟନ୍ତ ଦିବ୍ୟ ଶକ୍ତି ଅବତରଣ କରିବେ ନାହିଁ, ଦିବ୍ୟ ପ୍ରେମ ଅବତରଣ କରିବେ ନାହିଁ ଏବଂ ସାଧକ ଭିତରେ କ୍ରିୟା କରିବେ ନାହିଁ। ତାଙ୍କୁ ସାଧକ ଭିତରେ ବା ନିଜ ଚେତନା ଭିତରେ, ବ୍ୟଷ୍ଟି ସତ୍ତା ଭିତରେ କାର୍ଯ୍ୟ କରିବାରେ ବାଧା ଦେଉଛି କିଏ? ଆମର ଅହଂ। ତେଣୁ ଅହଂକୁ ଅପସାରି ଯିବାକୁ ପଡ଼ିବ। ଇଗୋ ଇଜ ଦ ବାର ବୋଲି କହିଲେ। ଏବଂ ଏଇଟା ଏଇ ସମଗ୍ର ସୃଷ୍ଟିକୁ ଆମେ ଦେଖିଲେ ଅନୁଭବ କରିବା ଦୁଇଟି କଥା, ଯେ ଦିବ୍ୟ ପ୍ରେମ ହିଁ ଏ ସମଗ୍ର ସୃଷ୍ଟିକୁ ଧରି ରଖିଛି, ତା ନହେଲେ ସ୍ଥିତି ସମ୍ଭବ ହୁଅନ୍ତା ନାହିଁ। ଆମେ ଯାହା କହୁଛୁ ମିରାକଲ ବା ଚମତ୍କାର, ଆମେ କୌଣସି ଗୋଟେ ଯାଦୁଗର ଶୂନ୍ୟରୁ କିଛି ଗୋଟେ ସୃଷ୍ଟି କରିଦେଲେ କିମ୍ବା ଗୋଟେ ଓଜନିଆ ବସ୍ତୁକୁ ଶୂନ୍ୟରେ ଝୁଲେଇ ରଖିଲେ, ଏଭଳି କୌଣସି ଆଚରଣ ପ୍ରଦର୍ଶନ କଲେ ତାକୁ ଆମେ ମିରାକଲ ବା ଚମତ୍କାର ବୋଲି କହୁଛୁ। କିନ୍ତୁ ଦେଖନ୍ତୁ, ଆମର ଚତୁଃପାର୍ଶ୍ୱରେ କେବଳ ଚମତ୍କାର ହିଁ ଚମତ୍କାର। ଆମେ ଅନେକ ସମୟରେ ଯୁକ୍ତି କରୁ ଯେ ଅମୁକ ଜିନିଷଟି କେମିତି ସମ୍ଭବ, ଯାହା ଏପର୍ଯ୍ୟନ୍ତ ସମ୍ଭବ ହେଇନାହିଁ। ଯେମିତି ମୁଁ ଯଦି ଆପଣଙ୍କୁ କହିବି ଆମେ ଦିନେ ଆକାଶରେ ଉଡ଼ିପାରିବା, ଆମେ ଚାହିଁଲେ ଦିନେ ଉଭାନ ହେଇଯିବା ଏବଂ ଚାହିଁଲେ ପୁଣି ଆବିର୍ଭୂତ ହେଇଯିବା। ଯେମିତି ଭଗବାନ ମାନେ, ଦେବତା ମାନେ କରିପାରନ୍ତି ବୋଲି ଆମେ ପୁରାଣ କାହାଣୀରେ ପଢିଥାଉ ବା ଆମର ଚିତ୍ରପଟରେ ଦେଖିଥାଉ। କିଛି ଦିନ ପରେ ସେ କିଛି ଦିନଟା କିଛି ଯୁଗ ହେଇପାରେ, କିଛି ଶତାବ୍ଦୀ ହେଇପାରେ, ସେଥିରେ କିଛି ଯାଏ ଆସେ ନାହିଁ। କିଛି ଦିନ ପରେ ଆମେ ସମସ୍ତେ ସେ ସାମର୍ଥ୍ୟର ଅଧିକାରୀ ହେବା। ଏ କଥାଟି ଯଦି ମୁଁ କହିବି, ଏଇଟା ସମସ୍ତଙ୍କୁ ଗୋଟେ ଅବାସ୍ତବ ଲାଗିବ, ଅଳିକ ଲାଗିବ। କହିବେ ଯେ ଏପର୍ଯ୍ୟନ୍ତ ଯାହା ସମ୍ଭବ ନାହିଁ ସେଟା କେମିତି ହେବ? କିନ୍ତୁ ପୃଥିବୀର ଇତିହାସକୁ ଆମେ ଅନୁଧ୍ୟାନ କଲେ ଦେଖିବା ଯେ ଯାହା ଆଗରୁ ନଥିଲା, କେବେ ସମ୍ଭବ ହୋଇନଥିଲା, ତାହା ହିଁ ସମ୍ଭବ ହେଇଛି। କାରଣ ଏ ପୃଥିବୀ ହିଁ ନଥିଲା। ବାକି ସମ୍ଭାବନା କଥା ଛାଡ଼ନ୍ତୁ, ଏ ପୃଥିବୀ ନଥିଲା, ପୃଥିବୀ ହେଲା କି ନାହିଁ? ଯାହା ଯାହା ସମ୍ଭବ ହେଇଛି ସେଟା ଆଗରୁ ଯାହା ନଥିଲା ସେଟା ହିଁ ସମ୍ଭବ ହେଇଛି। ଆଗରୁ ଯେତିକି ଥିଲା ଯଦି ସେତିକି ହିଁ ସମ୍ଭବ ହୁଅନ୍ତା ତାହେଲେ ପୃଥିବୀ ହିଁ ନଥାନ୍ତା, କାରଣ ଆଗରୁ ନଥିଲା। କିମ୍ବା କୌଣସି ଅବସ୍ଥାରେ ଯଦି ଯେତିକି ଅଛି ସେତିକି ଯଦି ରହନ୍ତା, ଆଉ କିଛି ହୁଅନ୍ତା ନାହିଁ, ତାହେଲେ ବିବର୍ତ୍ତନର ପ୍ରଶ୍ନ ନଥାନ୍ତା। ତେବେ ବିବର୍ତ୍ତନ ଚାଲିଛି କାହିଁକି? ଶୂନ୍ୟରେ ଏତେ ସବୁ
ମାନେ ଅକଳ୍ପନୀୟ ଆକାର ଏବଂ ଆୟତନ ଏବଂ ବସ୍ତୁତ୍ୱର ବସ୍ତୁଗୁଡ଼ିକୁ ଶୂନ୍ୟରେ ଝୁଲେଇ ରଖିଛି କେଉଁ ମହାଶକ୍ତି? ବୈଜ୍ଞାନିକ ମାନେ ତାକୁ ନାମ ଦେଇପାରନ୍ତି ମାଧ୍ୟାକର୍ଷଣ, ମହାକର୍ଷଣ, ଚୁମ୍ବକୀୟ ଶକ୍ତି ଇତ୍ୟାଦି ଇତ୍ୟାଦି। ମଣିଷ ତାକୁ କଣ ନାମ ଦଉଛି ସେଥିରେ କିଛି ଯାଏ ଆସେ ନାହିଁ। କିନ୍ତୁ ଏକମାତ୍ର ସେଇ ଜିନିଷଟି ହେଉଛି ବା ସେ ଶକ୍ତିଟି ହେଉଛି ଭଗବାନଙ୍କର ପରମ ପ୍ରେମ, ଦିବ୍ୟ ପ୍ରେମ। ସିଏ ହିଁ ଏ ସମଗ୍ର ସୃଷ୍ଟିକୁ ଧରି ରଖିଛି ସଂଗତିର ସୂତ୍ରରେ। ସଂଗତି ହେଉଛି ଦିବ୍ୟ ପ୍ରେମର ଗୋଟେ ବାହ୍ୟ ପରିପ୍ରକାଶ। ସେଭଳି ଶାନ୍ତି, ଦୟା, କରୁଣା, ନିଃସ୍ୱାର୍ଥପର ପ୍ରେମ, ଯେମିତି ମାତୃସୁଲଭ ପ୍ରେମ, ସେଭଳି ଏ ମହାକର୍ଷଣ ଶକ୍ତି। ସେ ଶକ୍ତି ନଥିଲେ ଏ ସ୍ଥିତି ସମ୍ଭବ କେମିତି ହୁଅନ୍ତା? ଆପଣ ଚିନ୍ତା କରନ୍ତୁ। ଗୋଟେ ଇତର ପ୍ରାଣୀ, ମଣିଷ ତ ବୁଦ୍ଧିମାନ ଜୀବ, ତା ଭିତରେ ବୁଦ୍ଧିର ବିକାଶ ହେଇଛି, ସ୍ୱାଭାବିକ ଭାବରେ ଦାୟିତ୍ୱବୋଧ ଆସିଛି। ଆମେ କହିଦେଇ ପାରିବା ମଣିଷ ବିକଶିତ ଜୀବ ବୋଲି। ଗୋଟେ ମାନସୀ ଜନନୀ ସେ ତାର ସନ୍ତାନ ସନ୍ତତିଙ୍କୁ ପ୍ରେମ କରୁଛି, କିନ୍ତୁ ଇତର ପ୍ରାଣୀ ଯାହା ଭିତରେ ମନର ବିକାଶ ବି ହେଇନାହିଁ, ସେ କେମିତି ନିଜ ସନ୍ତାନର ଯତ୍ନ ନେଉଛି? କୀଟଟି ହେଲେ ମଧ୍ୟ ନିଜର ଅଫସ୍ପ୍ରିଙ୍ଗ ବା ସନ୍ତାନ ତାର ଦାୟିତ୍ୱ ସେ ନିଏ। ପଶୁ ପକ୍ଷୀ ମାନେ, ଅନ୍ୟାନ୍ୟ ଇତର ପ୍ରାଣୀ ମାନେ ଗୋଟେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ତାଙ୍କର ସନ୍ତାନ ମାନଙ୍କର ସୁରକ୍ଷା କରନ୍ତି, ତାଙ୍କର ପ୍ରତିପୋଷଣ କରନ୍ତି। ଏଇଟା ସେମାନେ ଯେଉଁ କରନ୍ତି କୌଣସି ହିସାବ କିତାବ ନକରି, କାଲକୁଲେସନ କରନ୍ତି ନାହିଁ, ବାର୍ଗେନ କରନ୍ତି ନାହିଁ। ନିଜର ଜୀବନକୁ ଭୃକ୍ଷେପ ନକରି ଗୋଟେ ପଶୁ ବା ପକ୍ଷୀର ସନ୍ତାନକୁ ରକ୍ଷା କରିବା ପାଇଁ ତାର ଜନନୀ, ତାର ମା ନିଜର ଜୀବନକୁ ସେ ବାଜି ଲଗେଇ ଦିଏ। ନିଜର ଜୀବନକୁ ମଧ୍ୟ ସେ ଭୃକ୍ଷେପ କରେ ନାହିଁ। କିଏ ଦେଲା ସେ ଅନାବିଳ ପ୍ରେମ ସେ ମାତୃ ଚେତନା ଭିତରେ? ସିଏ ଦେଇଛି, ଯିଏକି ଏ ସମଗ୍ର ସୃଷ୍ଟିର ଅଧୀଶ୍ୱର, ଯିଏ ଋତୁଚକ୍ର ପାଇଁ ଦାୟୀ, ଯିଏ ନଦୀର ଜଳଧାରାର ପ୍ରବାହ ପାଇଁ ଯିଏ ଦାୟୀ, ଯିଏ ବୃକ୍ଷଲତା ସୃଷ୍ଟି କରିଛି, ଯେ ପବନକୁ ଚଳାଚଳ କରି ସମଗ୍ର ସୃଷ୍ଟିକୁ ଯିଏ ବଞ୍ଚେଇ ରଖିଛି, ବିଶ୍ୱ ପ୍ରାଣ ଯିଏ ସୃଷ୍ଟି କରିଛି ଏବଂ ବିଶ୍ୱ ପ୍ରାଣ ମାଧ୍ୟମରେ ସମଗ୍ର ଜଗତର ପ୍ରାଣ ଶକ୍ତିକୁ ଯିଏ ଉଜ୍ଜୀବିତ କରି ରଖିଛି, ସିଏ ହିଁ ଏକମେବ ପରମ ବ୍ରହ୍ମ, ଦ ୱାନ୍ ବୋଲି ପ୍ରଭୁ କହିଛନ୍ତି ତାକୁ ବିଭିନ୍ନ ଜାଗାରେ। ସେଇ ପରମ ଦିବ୍ୟ ସତ୍ତା ଏବଂ ତାଙ୍କର ଏଇ ଦିବ୍ୟ ପ୍ରେମ ବିଭିନ୍ନ ମାଧ୍ୟମରେ, ବିଭିନ୍ନ ସ୍ତରରେ ବିଭିନ୍ନ ମାଧ୍ୟମରେ, ବିଭିନ୍ନ ଅନୁପାତରେ ସେଟା ପ୍ରତିଫଳିତ ହେଉଛି ଏବଂ ସମଗ୍ର ସୃଷ୍ଟିକୁ ସେ ଧରି ରଖିଛି। ନହେଲେ କେତେ ଦିନରୁ এই ସୃଷ୍ଟି ନିଶ୍ଚିହ୍ନ ହେଇଯାଆନ୍ତା। ଗୋଟେ ମୁହୂର୍ତ୍ତକ ପାଇଁ ମଧ୍ୟ ସୃଷ୍ଟି ତିଷ୍ଠି ପାରିବ ନାହିଁ ଯଦି ଭଗବାନ ତାଙ୍କର ଦିବ୍ୟ ପ୍ରେମକୁ ୱିଡ୍ର କରିନେବେ, ପ୍ରତ୍ୟାହାର କରିନେବେ। ଏଟା ଏତେ ସୂକ୍ଷ୍ମ ଏବଂ ଏତେ ବ୍ୟାପକ ଯେ ତାକୁ
ପ୍ରକୃତରେ ବର୍ଣ୍ଣନା କରିବା ପାଇଁ ଭାଷା ନାହିଁ। ସେ ସୁନ୍ଦର ଗୀତଟି ମୋର ସବୁବେଳେ ମନେ ପଡେ ପ୍ରସଙ୍ଗରେ। କହରେ କିଏ ସେ, କହରେ କିଏ ସେ, ସବୁଜଏ ବନ ନୀଳ ଆକାଶେ, ଝଲକାଏ ତା ଦ୍ୟୁତିର ପ୍ରକାଶେ, ହସରେ ଯାହାର ବହେରେ ପବନ, କହ କାହା ଆଦେଶରେ ବରଷା ଯେ ବରଷେ। ତାର ଏକମାତ୍ର ଉତ୍ତର ସେ ଦିବ୍ୟ ପରମ ପ୍ରେମ। କିନ୍ତୁ ମା କହୁଛନ୍ତି ମଣିଷ ତାକୁ ଅନୁଭବ କରିପାରୁନାହିଁ। ଏ ଦିବ୍ୟ ପ୍ରେମ, ପରମ ପ୍ରେମକୁ କବି ଭାବପ୍ରବଣ ହେଇକରି ହୁଏତ ଗୀତଟି ଗାଇ ଦେଇପାରେ। ତାର ସାମାନ୍ୟ ଝଲକ, ସାମାନ୍ୟତମ ଗୋଟେ ଅତି କ୍ଷୁଦ୍ର ଫ୍ରାକ୍ସନ, 0.0001% ବି ଯାହା ଭିତରେ ପ୍ରକାଶିତ ହେଇଗଲା, ସେତିକି ବି ଯିଏ ଅନୁଭବ କରିପାରିଲା ସେ ହେଇଯାଉଛି ଗୋଟେ ମହାନ କବି। ସିନ୍ଧୁ ତବ କୃପା ବିନ୍ଦୁ ବୋଲି କହିଲେ ବରେଣ୍ୟ କବି ଗଙ୍ଗାଧର, ପ୍ରକୃତରେ ସେ ଗୋଟେ ବିନ୍ଦୁ, ଗୋଟେ ଛିଟା ସେ ଦିବ୍ୟ ପ୍ରେମର, ସେଟା ସମୁଦ୍ର ପ୍ରମାଣ। ସେଟା ଜଣକୁ ପରିଣତ କରିଦଉଛି ମହାକବି ବାଲ୍ମୀକିରେ, ପରିଣତ କରିଦଉଛି ବ୍ୟାସରେ, ତୁଳସୀ ଦାସରେ, କାଳିଦାସରେ, ଗଙ୍ଗାଧରରେ। ତାର ସାମାନ୍ୟ ଗୋଟେ ଛିଟା, ଏତିକି ତାର ସାମର୍ଥ୍ୟ। ଗୋଟେ ଛିଟାକୁ ଗ୍ରହଣ କରିଲେ, ଗ୍ରହଣ କରିପାରିଲେ ମଣିଷର ଚେତନା ଯଦି ଏତେ ଦିବ୍ୟତା ପ୍ରକାଶିତ କରିଦେଇ ପାରୁଛି, ତାହେଲେ ପୂର୍ଣ୍ଣ ଭାବରେ ଯଦି ସେ ଗ୍ରହଣ କରିପାରେ, ତାହେଲେ ତାର ଔଜ୍ଜଲ୍ୟ, ତାର ବ୍ୟାପକତା କେତେ ବଢିଯିବ, କେତେ ବହୁଗୁଣିତ ହେଇଯିବ, ଏଟା ଆମେ କଳ୍ପନା କରିପାରିବା ନାହିଁ। କିନ୍ତୁ ଯେହେତୁ ମଣିଷ ଚେତନା, ସେ ଯେତିକି ଧାରଣ କରିପାରିବ ଭଗବାନ ସେତିକି ପ୍ରକାଶିତ କରନ୍ତି, ତା ଭିତରେ ସେତିକି ଦିଅନ୍ତି। ଜଣେ ରୋଗୀ ଔଷଧର କେତେ ମାତ୍ରା ହଜମ କରିପାରିବ, ତାକୁ ଜାଣିକରି ସେତିକି ମାତ୍ରା ସେ ପ୍ରେସକ୍ରାଇବ କରନ୍ତି। କାରଣ ଅଧିକ ଦେଇଦେଲେ ତାର ଆଧାର ସମର୍ଥ ନୁହେଁ, ସେ ନଷ୍ଟ ହେଇଯିବ, ଫାଟିଯିବ। ତେଣୁ ମା କହିଲେ ବର୍ତ୍ତମାନ ମଣିଷର ଚେତନା ଏତେ ଅପବିତ୍ର ବା ଅଶୁଦ୍ଧ ହେଇକରି ଅଛି ଯେ ସେ ଦିବ୍ୟ ପ୍ରେମର ପବିତ୍ରତା ଆଉ ଶକ୍ତି ଆଉ ତାର ପ୍ରଗାଢ଼ତା ଏତେ ଶକ୍ତିଶାଳୀ ତା ପାଇଁ ଯେ ମଣିଷ ତାକୁ ଧାରଣ କରିପାରୁନାହିଁ। ସମ୍ପୂର୍ଣ୍ଣ ଶୁଦ୍ଧ ରୂପରେ ଦିବ୍ୟ ପ୍ରେମକୁ ଧାରଣ କରିବା ପାଇଁ ମାନବ ଚେତନା ବର୍ତ୍ତମାନ ଅପ୍ରସ୍ତୁତ। କାରଣ ସେ ଅପୂର୍ଣ୍ଣ, ଧୀରେ ଧୀରେ ବିକଶିତ ହଉଛି। ଯେତେ ଅଧିକ ବିକଶିତ ହଉଥିବ ତା ଭିତରେ ଦିବ୍ୟ ପ୍ରେମ ମଧ୍ୟ ସେତିକି ଶୁଦ୍ଧ ରୂପରେ ପ୍ରକାଶିତ ହଉଥିବ। ତେଣୁ ଭଗବାନ ଜାଣିକରି ସେ ଦିବ୍ୟ ପ୍ରେମକୁ ଟିକେ ଆବୃତ କରି, ମିଶ୍ରିତ କରି ତାକୁ ମଣିଷ ଭିତରେ ପ୍ରକାଶିତ କରୁଛନ୍ତି, ଯେତିକି ପରିମାଣରେ ମଣିଷ ପାଇଁ, ମଣିଷ ପ୍ରକୃତି ଲାଗି ସେଟା ଗ୍ରହଣୀୟ ହେବ। ଏବଂ ସେତିକି ବେଳେ ମା ହସି ହସି କରି କହୁଛନ୍ତି, ସେତିକି ବେଳେ ମଣିଷ ତାକୁ ଚିହ୍ନି ପାରୁଛି, ଗ୍ରହଣ କରିପାରୁଛି ଏବଂ କହୁଛି ଭଗବାନ ତମେ କେତେ ଦୟାଳୁ, କେତେ ମଧୁମୟ ତମର ସୃଷ୍ଟି, ତମର କୃପା କେତେ ଅନନ୍ତ। ସେହି ଅଶୁଦ୍ଧ ବା ଆବୃତ ପ୍ରେମର ରୂପକୁ ଦେଖି ମଣିଷ ଗଦଗଦ ହେଇକରି ତାଙ୍କର ଗୁଣଗାନ କରୁଛି। ତେଣୁ ମଣିଷର ଚେତନା ଯେହେତୁ ଅପୂର୍ଣ୍ଣ, ଅଶୁଦ୍ଧ, ମଧ୍ୟବର୍ତ୍ତୀ ଅବସ୍ଥାରେ ଅଛି, ସେଥିପାଇଁ ତା ପାଖରେ ଗ୍ରହଣୀୟ ହେବାକୁ ହେଲେ ଦିବ୍ୟ ପ୍ରେମ ଗୋଟେ ବିକୃତ ହେବାକୁ ପଡୁଛି ବା ଆବୃତ ହେବାକୁ ପଡୁଛି। କେବଳ ଦିବ୍ୟ ପ୍ରେମ ନୁହେଁ, ଏ ସୃଷ୍ଟ ସମସ୍ତ ଉପାଦାନ ମଧ୍ୟ ସେଇଭଳି। ତେଣୁ ଏଇଠି ପୂର୍ଣ୍ଣଯୋଗର ରହସ୍ୟଟି ମଧ୍ୟ ନିହିତ ଅଛି।
ସେଥିପାଇଁ ପୂର୍ଣ୍ଣ ଯୋଗରେ ଆମର କୌଣସି ମାନବୀୟ ଗୁଣ ସୁଗୁଣ ବା ଦୁର୍ଗୁଣ ଯାହା କିଛି ତାକୁ ସମ୍ପୂର୍ଣ୍ଣ ବିସର୍ଜନ କରିବା ପାଇଁ ମୂଳୋତ୍ପାଟିତ କରିବା ପାଇଁ କୁହାଯାଏ ନାହିଁ, ତାକୁ ମାଙ୍କ ପାଖରେ ସମର୍ପଣ କରିବାକୁ କୁହାଯାଏ। କାରଣ ଯେଉଁ ଗୁଣଟି ଆମ ପାଇଁ ଖରାପ ବୋଲି ଆମେ କହୁଛୁ ସେଟା ପ୍ରକୃତରେ ତାର ଦିବ୍ୟ ସ୍ୱରୂପର ଗୋଟେ ବିକୃତ ଅବସ୍ଥା, ଗୋଟେ ଅଶୁଦ୍ଧ ରୂପ। ତାକୁ ଶୁଦ୍ଧ କରିବାର ଅଛି, କାଢିକରି ଫୋପାଡ଼ି ଦେବାର ନାହିଁ। ଯେମିତି ଆମର ହାତଟା ଯଦି ରୁଗ୍ଣ ହେଇଗଲା, ଅସୁସ୍ଥ ହେଇଗଲା, ଅଶୁଦ୍ଧ ହେଇଗଲା, ଆମେ କଣ ତାକୁ ମାଙ୍କ ପାଖରେ ସମର୍ପଣ କରିବା। এই ସବୁ ଗୁଣକୁ ମା ତାଙ୍କର ଦିବ୍ୟ ରୂପ ପ୍ରଦାନ କରନ୍ତୁ। ଭଗବାନଙ୍କର ଦିବ୍ୟ ପ୍ରେମ ଆମର ଚେତନାର ସକଳ ଅଶୁଦ୍ଧତାକୁ ଶୁଦ୍ଧ କରିଦେଉ। ତେଣୁ ସମର୍ପଣ ହିଁ ପୂର୍ଣ୍ଣ ଯୋଗର ସାଧନା। ଆମର ପ୍ରତ୍ୟାଖ୍ୟାନ ମଧ୍ୟ କରାଯାଏ ସମର୍ପଣ ମାଧ୍ୟମରେ। ଯେତେବେଳେ ମଣିଷର ଚେତନା ଯୋଗ୍ୟ ହେବ ସେତେବେଳେ ଦିବ୍ୟ ପ୍ରେମ ନିଜର ଶୁଦ୍ଧ ରୂପରେ ସମ୍ପୂର୍ଣ୍ଣ ରୂପରେ ତାକୁ ପ୍ରକାଶିତ କରିବେ। ତେଣୁ ମଣିଷକୁ ଧୀରେ ଧୀରେ ତାର ସାଧନା ମାଧ୍ୟମରେ ଦିବ୍ୟ ଚେତନାରେ ପରିଣତ ହେବାକୁ ପଡ଼ିବ। ଏହା ଛଡ଼ା ଅନ୍ୟ କୌଣସି ରାସ୍ତା ମଧ୍ୟ ନାହିଁ। ନାନ୍ୟ ପନ୍ଥା ବିଦ୍ୟତେ ଅନାୟ, ଏଇଟା ହିଁ ସୃଷ୍ଟିର ଉଦ୍ଦେଶ୍ୟ। ଏକଥା ମା କହିଛନ୍ତି ଏବଂ ସମୟ ତ ହେଇଯାଇଛି। ଆଜି ପାଇଁ ଆଲୋଚନାକୁ ବିରାମ ଦେବା। ସମସ୍ତ ଭାଇଙ୍କୁ ତାଙ୍କର ସାଗ୍ରହ ଯୋଗଦାନ ନିମନ୍ତେ ଆନ୍ତରିକ ଧନ୍ୟବାଦ ଜଣାଉଛି। ମାଙ୍କ ପାଖରେ ସମସ୍ତଙ୍କ ତରଫରୁ ବିନମ୍ର କୃତଜ୍ଞତା ନିବେଦନ କରୁଛି। ବନ୍ଦେ ମାତରମ୍। ବର୍ତ୍ତମାନ ଗୋଟିଏ ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠଚକ୍ରକୁ ସମାପ୍ତ କରିବା। ମା 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 ମା